জয় জগন্নাথ। এই 56তম বার্ষিক সম্মিলনী ଭାରତ ବାହାରେ ଥିବା ସବୁ ଓଡ଼ିଆଙ୍କର ସର୍ବପ୍ରାଚୀନ ସଂସ୍ଥା ଆମର ଓଡ଼ିଶା ସୋସାଇଟି ଅଫ୍ ଆମେରିକା, ସବୁଠୁ ପୁରାତନ ଆଉ ସର୍ବଶ୍ରେଷ୍ଠ କହିଲେ ଅତ୍ୟୁକ୍ତି ହେବ ନାହିଁ। ସେହି ଓଡ଼ିଶା ସୋସାଇଟି ଅଫ୍ ଆମେରିକା ଯେଉଁଟା 1969 ମସିହାରେ ଗଠନ କରାଯାଇଥିଲା, ପ୍ରତିବର୍ଷ ଆମେ ସମସ୍ତେ ଏକାଠି ତାକୁ ଏଇ ଜୁଲାଇ 4 ତାରିଖରେ ଏକାଠି ହୋଇ ପାଳନ କରି ଆସୁଛୁ। 56 ବର୍ଷ ହେଲାଣି। ଆଜି ଆମକୁ ସୁଯୋଗ ମିଳିଛି ଡାଲାସ୍ ଫୋର୍ଟ ୱାର୍ଥର ଓଡ଼ିଆ ଡାଲାସ୍ ମେମ୍ବର୍ସ ଅଫ୍ ଡୋସା ତରଫରୁ ଆପଣମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ଏଇ ମୁଁ ସିନା ଏଠି ଛିଡ଼ା ହେଇଛି, କିନ୍ତୁ ଏକ୍ସାଇଟମେଣ୍ଟରେ ମୋର କଥା ବାହାରୁନି ଯେ ଆମର ଏଇ ଯେଉଁ ଆୟୋଜନ, ଏଇଟା ଗୋଟେ ବର୍ଷର କଳ୍ପନା ଜଳ୍ପନା, ଷ୍ଟ୍ରାଟେଜି, ପ୍ଲାନିଂ, ସମସ୍ତଙ୍କର ମତ। ମୁଁ କାଲି ହିସାବ କରୁଥିଲି 152 ଜଣ ପିଲା ଆମରି ଫ୍ୟାମିଲି ଏଥିରେ ଇନଭଲ୍ଭ ଟୁ ଅର୍ଗାନାଇଜ୍ ଦିସ୍। ଆପଣ ଯେତେବେଳେ ପଶିଲେ ଡେକୋରେସନ୍ଠୁ ଆରମ୍ଭ କରି ସବୁକିଛି ପ୍ଲାନ୍ କରିଛନ୍ତି ଆମରି ମାନେ ଭଲେଣ୍ଟିୟର ମାନେ। ଆଉ ମୁଁ ମାନେ ଯେଉଁ କହନ୍ତି ନିମିତ୍ତ ମାତ୍ର, ସମସ୍ତଙ୍କର ଖାଲି ଯେ ତମେ ଭାଇ ଏଇଟା କରିଲ ତ ଠିକ୍ ହେଲା, କିଛି କାମ କରିନାହିଁ, ସବୁ କାମ ସେମାନେ କରିଛନ୍ତି। ଆଉ ତାଙ୍କ ପାଇଁ ଗୋଟେ ଆପଣମାନେ ଯଦି ଗୋଟେ ତାଳି ମାରି ଅଭିନନ୍ଦନ କରିବେ ଯେ ଆମ ଭଲେଣ୍ଟିୟର୍ସ। ରାତି ଆଖିରୁ ଲୁହ ଆସୁଛି ଭାବିଲା ବେଳକୁ, ରାତି 3ଟା ବେଳେ ହିସାବ କରିବେ ଆମର ରେଜିଷ୍ଟ୍ରେସନ୍ ହେଲା କି ନାହିଁ। I am indebted to all our volunteers. ମୁଁ ବର୍ତ୍ତମାନ ଅନୁରୋଧ କରିବି ଆମର ମୋର ଯେ ଆଡ଼ଭାଇଜର ଲୋକନାଥ ପାତ୍ର, ଆମର କୋ କନଭେନର ପ୍ରଭାତ ଦାସ, ଚିତ୍ରାରାଣୀ, ପ୍ରିୟବ୍ରତ ବିଶ୍ୱାଳ, ଆମର କୋ କନଭେନର ଶାଶ୍ୱତ ମହାପାତ୍ର, ସେମାନେ ଦୟାକରି ଯଦି ଷ୍ଟେଜକୁ ଆସିବେ। ସେମାନେ ଖାଲି ରିପ୍ରେଜେଣ୍ଟେଟିଭ୍ ଆଜ୍ଞା। ଆଉ 152 ଜଣ ଭଲେଣ୍ଟିୟର ସମସ୍ତେ ପାଖରେ ଅଛନ୍ତି। କିଏ ରେଜିଷ୍ଟ୍ରେସନ୍ ଟିମ୍ରେ ଅଛି, କିଏ ଫୁଡ୍ ଟିମ୍ରେ ଅଛନ୍ତି, କିଏ ମାନେ ସମସ୍ତଙ୍କ ନାଁ ତ ମୁଁ ନେଇପାରିବିନି। ଆଉ ଆମର ଡେକୋରେସନ୍ ଟିମ୍, ଏମାନେ ସମସ୍ତେ ଯେଉଁମାନେ ରାତି ଅନ୍ଧାରେ କାମ କରିଛନ୍ତି ସେମାନେ ଆସିବେ ଆପଣଙ୍କ ପାଖକୁ। କିନ୍ତୁ ବର୍ତ୍ତମାନ ମୁଁ ସେମାନଙ୍କୁ ଅନୁରୋଧ କରିବି ସେମାନେ ଆସନ୍ତୁ। I am little emotional, please excuse me. ଆଉ ରାଜ, ଆମର ଯେ କୋ କନଭେନର ଅଫ୍ ନେକ୍ସଟ ଜେନ୍, ସମସ୍ତେ ଗୋଟିଏ ଆପଣଙ୍କର କରତାଳି ସହିତ ଏମାନଙ୍କୁ ଅଭିନନ୍ଦନ ଜଣାଇବେ। ଥ୍ୟାଙ୍କ ୟୁ। ତ ଏଥର ଆମର ଯେଉଁ ଏକତା ସଂସ୍କୃତି ସମୃଦ୍ଧି, ଏଇଟା ରଖିବାର କାରଣଟା କ'ଣ? କାହିଁକି ଆମେ ରଖିଛୁ ଏକତା ସଂସ୍କୃତି ସମୃଦ୍ଧି? ଆମେ ସମସ୍ତେ ଯେତେବେଳେ ଚିନ୍ତା କଲୁ ଯେ 56 ବର୍ଷ ହେଇଗଲାଣି, ଆଉ 56 ବର୍ଷ ହେଲାଣି ଯେଉଁମାନେ ପାଳନ କରି ଆସିଛନ୍ତି ସେମାନଙ୍କର ସମୟ ଆସିଗଲାଣି ଛାଡ଼ିବା ପାଇଁ। କିନ୍ତୁ ଯେତେବେଳେ ଆମେ ଛାଡ଼ିକି ଯିବୁ, ଯେଉଁମାନଙ୍କୁ ଛାଡ଼ିକି ଯିବୁ ସେମାନଙ୍କ ଭିତରେ ସେ ଏକତାଟା ଆସିବା ଦରକାର। ଏଇଭଳିଆ ସବୁ ଏକାଠି ଆମେ ଯଦି ସମସ୍ତେ ଓଡ଼ିଆ ହେବୁ ଆଉ ସମସ୍ତେ ଏକାଠି ହେବୁ, ତାହେଲେ ଆମର ସଂସ୍କୃତିର ଯେଉଁ ସମୃଦ୍ଧି ସେଟା ଆହୁରି ବେଶୀ ଉପରକୁ ଯିବ। କିନ୍ତୁ କେବେ ଥରେ ଚିନ୍ତା କରି ଦେଖନ୍ତୁ, ଆମେ ଚାଲିଗଲା ପରେ ଆମ ପିଲାମାନେ କ'ଣ ଏମିତି 2000 ଓଡ଼ିଆ ଏକାଠି ହେବେ? ସେମାନେ କ'ଣ ସେଇ ସଂସ୍କୃତିକୁ ସେମିତି ବଜାୟ ରଖିବେ? ତାର କ'ଣ ସମୃଦ୍ଧି ଏମିତି ହେଇପାରିବ? ସେଇ ମେସେଜଟା ଖାଲି ଆମମାନଙ୍କ ଭିତରେ ବି, ସେଇ ଯେତେ ନୂଆ ପିଲାମାନେ ଆସୁଛନ୍ତି, ନୂଆ ଫ୍ୟାମିଲି ଆସୁଛନ୍ତି, ତାଙ୍କ ଭିତରେ ବି ସେଇ ମେସେଜ ଦେବାକୁ ଚାହୁଁଛୁ। ଆମର ଯୁବପିଢ଼ି ଯେଉଁମାନେ ଆମର ଦାୟାଦ, ସେମାନଙ୍କୁ ସେଇ ମେସେଜ ଦେବାକୁ ଚାହୁଁଛୁ ଯେ ଆମର ଯେଉଁ କଲଚର, ଇଟ୍ ଇଜ୍ ଇନଭ୍ୟାଲୁଏବଲ୍ ଟ୍ରେଜର ଅଫ୍ ଦି ୱାର୍ଲଡ। ତମେମାନେ ସମସ୍ତେ ନିଜ ନିଜ ଓଡ଼ିଆମାନଙ୍କୁ ଜାଣ, ସମସ୍ତଙ୍କୁ ଏକାଠି କର, ଆମ ସଂସ୍କୃତିକୁ ସେମିତି ଆହୁରି ସମୃଦ୍ଧି ପଥରେ ଆଗେଇ ନିଅ। ସେଇ ମେସେଜ ଦେବା ପାଇଁ ଆମର ଏଇ ଏକତା ସଂସ୍କୃତି ସମୃଦ୍ଧି। ଆଉ
तार जो प्रचेषा रही आम एथर चेष्टा करूँ आपण मैंने जो 3 दिन जो पालन करूँ आम आमर जो युवपीढ़ी से मु विशेष भाव में कृतज्ञ आमर सभापति लीना मिश्र जे ओसार सभापति आमर साउथ वेस्ट चैप्टर सभापति निकी स्मरणिका राउत से मैंने बहुत प्रचेषा करम पिला एकाठी करने काली मते लीना जिते रास्ता बंद कर कहले जे तपन भाई आप जानते आप नाती जे 16 मास सी भी ए पार्टिसिपेट करी मुझे जान नी किंतु मुझे देखिली यही प्रचेषा कर सभापति मु विशेष भाव कृतज्ञ आगे करताली सहित सब ये करूँ जे से जो प्रचेषा करुँच नेक्स्ट जनरेशन यूथ मान को केमी भाव में एंगेज करवा से मेसेज नहीं आम कर एकता समृद्धि आती कौन आम समय ने आम बहुत लेट स्टार्ट करूँ थैंक यू एवरी वन फॉर कमिंग हियर एंड आई एम रियली ऑब्लाइज्ड होप यू आर हैविंग फन जदि किछि किछि दोष त्रुटि थी आमको क्षमा करेंगे धन्यवाद। आज्ञा यही एक्साइटमेंट सब बड़ जिन भूलीगली आमर यही सभा परिचालन करने आम दी जन को जो मानक आम डाकुचु बर्तमान स्टेज रे जड़े हेले धरित्री पंडा आउ जड़े होती स्वाति संवेदना 15 वर्ष बयस राउरकेला दूरदर्शन रे जे एंकर भाव में काम करुले से धरित्री पंडा ये अच्छा ऑल इंडिया रेडियो माने जो गिफ्टेड एंड टैलेंटेड एंकर स्वाति संवेदना ऑल इंडिया रेडियो काम कर आशा करे से आप ठीक भाव में परिचालन कर सुजोग से दिखाई आउ से आपण मानक सब जनइबे ये प्रोग्राम कौन केमिति कौन आम करुचु आउ डाकुची अन्य स्टेज को स्वाति संवेदना धरित्री पंडा प्लीज कम।